ସମୟ କାହାରିକୁ ଅପେକ୍ଷା କରେନି। ଏକ ନଈର ସୁଅ ପରି ଏହା ବହି ଚାଲିଥାଏ। ଦେଖୁ ଦେଖୁ 2025 ବି ଇତିହାସ ପାଲଟିବାକୁ ବସିଲାଣି। କିନ୍ତୁ ଦିଗବଳୟରେ ଏକ ନୂଆ ସକାଳ ଉଙ୍କି ମାରୁଛି, ଏକ ନୂଆ ଆଶାର କିରଣ 2026। ତେବେ ଚାଲନ୍ତୁ ଆଜି ଆମେ ଏହି ମହାଭବିଷ୍ୟବାଣୀର ରହସ୍ୟମୟ ପୃଷ୍ଠାକୁ ଖୋଲିବା। କେବେ ମନରେ ପ୍ରଶ୍ନ ଉଠିଛି କି ସବୁ ଯୋଗ୍ୟତା ଥାଇ ସୁଦ୍ଧା କର୍ମକ୍ଷେତ୍ରରେ କାହିଁକି ବାରମ୍ବାର ଧୋକା ମିଳୁଛି? ଘରକୁ ପଇସା ତ ଆସୁଛି, ହେଲେ ଯେମିତି ଆସୁଛି ସେମିତି ପାଣି ଭଳି ବୋହି ଯାଉଛି। ସଞ୍ଚୟ ବୋଲି କିଛି ରହୁନି। ଆଉ ଯେଉଁମାନଙ୍କୁ ଆମେ ସବୁଠୁ ଅଧିକ ବିଶ୍ୱାସ କରୁଛୁ ସେମାନେ ହିଁ କାହିଁକି ପିଠିରେ ଛୁରୀ ମାରୁଛନ୍ତି? ମନରେ ବାରମ୍ବାର ଗୋଟିଏ ପ୍ରଶ୍ନ ଆସୁଛି, ଏ ଦିନ କେବେ ବଦଳିବ? ଯଦି ଆପଣ ଭାବୁଛନ୍ତି ଏସବୁ କେବଳ ଏକ ସଂଯୋଗ, ତେବେ ଆପଣ ଭୁଲ। ନା, ଏହା ସଂଯୋଗ ନୁହେଁ। ଏହା ହେଉଛି ଗ୍ରହମାନଙ୍କର ଖେଳ। ଏହା ହେଉଛି ସମୟର ଚକ୍ର। ଆଉ ଏହି ଚକ୍ରରେ ପିସି ହୋଇ ଆଜି ଅନେକ ଲୋକ ହତାଶ, ନିରାଶ। କିନ୍ତୁ ମନେ ରଖନ୍ତୁ, ପ୍ରତ୍ୟେକ ଅନ୍ଧାର ରାତି ପରେ ହିଁ ସକାଳ ଆସେ। ଠିକ୍ ସେମିତି ଏହି ନିରାଶାର ଅନ୍ଧକାରକୁ ଚିରି ଏକ ନୂଆ ଆଶାର ସକାଳ ଆସୁଛି। ହଁ, ଆଉ ସେହି ସକାଳ ହେଉଛି 2026। ଦେଖନ୍ତୁ, 2026 କୌଣସି ସାଧାରଣ ବର୍ଷ ନୁହେଁ। ଆମ ବୈଦିକ ଜ୍ୟୋତିଷଶାସ୍ତ୍ର କହୁଛି ଏହା ହେବ ମହାପରିବର୍ତ୍ତନର ବର୍ଷ। ଏହା ହେବ ନ୍ୟାୟର ବର୍ଷ। କାହିଁକି ଜାଣନ୍ତି? କାରଣ ବ୍ରହ୍ମାଣ୍ଡରେ ଏମିତି ଏକ ଦିବ୍ୟ ସଂଯୋଗ ଘଟିବାକୁ ଯାଉଛି, ଯାହା ଗତ 30 ବର୍ଷ ଭିତରେ କେବେ ବି ଘଟିନାହିଁ। ଆଉ ଏହି ମହାପରିବର୍ତ୍ତନର ମୁଖ୍ୟ ସୂତ୍ରଧର ହେବେ 4ଟି ମହାଶକ୍ତିଶାଳୀ ଗ୍ରହ। ନ୍ୟାୟର ଦେବତା ଶନିଦେବ, ଦେବଗୁରୁ ବୃହସ୍ପତି ଆଉ 2 ଛାୟାଗ୍ରହ ରାହୁ ଓ କେତୁ। ଏମାନଙ୍କର ରାଶି ପରିବର୍ତ୍ତନ ହିଁ ଏହି ବିରାଟ ପରିବର୍ତ୍ତନର ମୂଳ କାରଣ। ଆଉ ଏମାନଙ୍କର ଚଳନ ହିଁ 2026ରେ ପ୍ରତ୍ୟେକ ମଣିଷର ଭାଗ୍ୟକୁ ନିର୍ଦ୍ଧାରଣ କରିବ। ତେବେ ଚାଲନ୍ତୁ ପ୍ରଥମେ ଶନିଦେବଙ୍କ ବିଷୟରେ ବୁଝିବା। ତାଙ୍କୁ କୁହାଯାଏ କର୍ମଫଳଦାତା, ଅର୍ଥାତ୍ ଯିଏ ଯେମିତି କର୍ମ କରିବ ତାକୁ ସେମିତି ଫଳ ମିଳିବ। ତେଣୁ 2026ରେ ଯେଉଁମାନେ ସଚୋଟତାର ସହ ପରିଶ୍ରମ କରୁଛନ୍ତି, ଶନିଦେବ ସେମାନଙ୍କୁ ରାଜସିଂହାସନରେ ବସାଇବେ। କିନ୍ତୁ ଯେଉଁମାନେ ଅନ୍ୟାୟ ଓ ଛଳନାର ରାସ୍ତା ଆପଣେଇଛନ୍ତି, ସେମାନଙ୍କ ପାଇଁ ଶନିଦେବ ସାକ୍ଷାତ୍ କାଳ ସାଜିବେ। ଆଚ୍ଛା, ଏବେ ଆସିବା ଦେବଗୁରୁ ବୃହସ୍ପତିଙ୍କ ପାଖକୁ। ସେ ହେଉଛନ୍ତି ଜ୍ଞାନ, ଧନ, ସନ୍ତାନ ଆଉ ଭାଗ୍ୟର ଦେବତା। 2026ରେ ଯେତେବେଳେ ବୃହସ୍ପତିଙ୍କ ଶୁଭଦୃଷ୍ଟି ପଡ଼ିବ, ଅନେକ ଲୋକଙ୍କ ଭାଗ୍ୟ ରାତାରାତି ଚମକି ଉଠିବ। ଆଉ ଯେଉଁମାନେ ଅବିବାହିତ ଅଛନ୍ତି, ସେମାନଙ୍କ ଜୀବନରେ ବିବାହର ଶୁଭ ସଂଯୋଗ ମଧ୍ୟ ଆସିବ। ଆଉ ଶେଷରେ ରାହୁ ଓ କେତୁ, ଏ 2 ଜଣ ହେଉଛନ୍ତି ମାୟାବୀ ଛାୟାଗ୍ରହ। ଏମାନେ ଯେତେବେଳେ ଦିଅନ୍ତି, ଛପର ଫାଡ଼ି ଦିଅନ୍ତି, ଆଉ ଯେତେବେଳେ ନିଅନ୍ତି, ସବୁ କିଛି ଛଡ଼ାଇ ନିଅନ୍ତି। ତେଣୁ 2026ରେ ଏମାନେ କାହାକୁ ରାତିକ ଭିତରେ ରାଜା କରିଦେବେ, ତ ଆଉ କାହାକୁ ରାସ୍ତାର ଫକୀର ବି କରିପାରନ୍ତି। ତେବେ ଚାଲନ୍ତୁ ଆଉ ଡେରି ନ କରି ସିଧା ଦେଖିବା ଏହି ଗ୍ରହମାନଙ୍କର ଚଳନ ଆମ 12ଟି ରାଶି ଉପରେ କ'ଣ ପ୍ରଭାବ ପକାଇବ। ଆମେ କିଛି ମୁଖ୍ୟ ରାଶି ବିଷୟରେ ଆଲୋଚନା କରିବା, ଯେଉଁମାନଙ୍କ ପାଇଁ ଏ ବର୍ଷ ସବୁଠୁ ଗୁରୁତ୍ୱପୂର୍ଣ୍ଣ ରହିବ। ତେବେ ଆରମ୍ଭ କରିବା ମେଷ ରାଶିରୁ କନ୍ୟା ରାଶି ପର୍ଯ୍ୟନ୍ତ। ପ୍ରଥମେ ଆସୁଛି ମେଷ ରାଶି। ଶୁଣନ୍ତୁ, 2026 ଆପଣଙ୍କ ପାଇଁ ଏକ ଗେମ୍ ଚେଞ୍ଜର ବର୍ଷ ହେବାକୁ ଯାଉଛି। ଯେତେ ମାନସିକ ଅଶାନ୍ତି, ଯେତେ ସଂଘର୍ଷ ଥିଲା, ସବୁ କିଛିର ଅନ୍ତ ଘଟିବ। ଖାସ୍ କରିକି ମାର୍ଚ୍ଚ ମାସ ପରଠାରୁ କ୍ୟାରିୟରରେ ସ୍ଥିରତା ଆସିବ, ଆଉ ପ୍ରମୋସନର ଯୋଗ ମଧ୍ୟ ବହୁତ ଦୃଢ଼ ରହିଛି। ନୂଆ ଘର, ନୂଆ ଗାଡ଼ିର ସ୍ୱପ୍ନ ଏ ବର୍ଷ ପୂରା ହେବ। ବାସ୍ ଗୋଟିଏ କଥା ମନେ ରଖିବେ, ନିଜର କ୍ରୋଧ ଆଉ ଅହଙ୍କାରକୁ ଟିକେ ନିୟନ୍ତ୍ରଣରେ ରଖିବାକୁ ପଡ଼ିବ। ଏବେ ଆସିବା ବୃଷ ରାଶି ପାଖକୁ। ଆପଣଙ୍କ ପାଇଁ ଏ ବର୍ଷର ମନ୍ତ୍ର ହେଉଛି ସଂଘର୍ଷ ପରେ ସଫଳତା। ହଁ, ପରିଶ୍ରମ ଟିକେ ଅଧିକ କରିବାକୁ ପଡ଼ିପାରେ, କିନ୍ତୁ ତାର ଫଳ ବି ସେଇଭଳି ମିଠା ମିଳିବ। ଯେଉଁମାନେ ବ୍ୟବସାୟ କରୁଛନ୍ତି, ବର୍ଷର ପ୍ରଥମ 6 ମାସ ଆପଣଙ୍କ ପାଇଁ ଜବରଦସ୍ତ ରହିବ। କିନ୍ତୁ ସ୍ୱାସ୍ଥ୍ୟ ପ୍ରତି ଟିକେ ସଚେତନ ରହିବେ, ବିଶେଷ କରି ପେଟ କିମ୍ବା ଆଣ୍ଠୁଗଣ୍ଠି ସମସ୍ୟା ଦେଖାଦେଇପାରେ। ଆଉ ହଁ, ଅବିବାହିତଙ୍କ ପାଇଁ ବିବାହର ଯୋଗ ମଧ୍ୟ ରହିଛି। ଆଗକୁ ବଢ଼ିବା କନ୍ୟା ରାଶି ଆଡ଼କୁ। ଆପଣଙ୍କ ପାଇଁ 2026 ହେଉଛି ସୁଯୋଗର ଏକ ସୁବର୍ଣ୍ଣ ବର୍ଷ। ଏ ବର୍ଷ ଆପଣଙ୍କ ବୁଦ୍ଧି ଆଉ ବିବେକର ବିଜୟ ହେବ। ଯେଉଁ ଛାତ୍ରଛାତ୍ରୀମାନେ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି, ସଫଳତା ଆପଣଙ୍କ ପାଦ ଛୁଇଁବ। ଡାକ୍ତରୀ, ଇଞ୍ଜିନିୟରିଂ, ସିଏ ଏହିସବୁ କ୍ଷେତ୍ରରେ ଥିବା ଲୋକଙ୍କୁ ତ କହିବାକୁ ଗଲେ ଅକଳ୍ପନୀୟ ସଫଳତା ମିଳିବାକୁ ଯାଉଛି। କୋର୍ଟ କଚେରୀର ପୁରାଣା ମାମଲା ମଧ୍ୟ ଆପଣଙ୍କ ପକ୍ଷରେ ଆସିବ। ଏଇ ତ ଗଲା ପ୍ରଥମ 6ଟି ରାଶି। ଚାଲନ୍ତୁ ଏବେ ଦ୍ୱିତୀୟ ଭାଗକୁ ଯିବା। ଦେଖିବା ତୁଳା, ଧନୁ, କୁମ୍ଭ ଆଉ ମୀନ ରାଶିର ଭାଗ୍ୟରେ କ'ଣ ଲେଖା ଅଛି। କିଏ ତଳୁ ଉପରକୁ ଉଠିବ ଆଉ କାହା ଜୀବନ ଏକ ନୂଆ ମୋଡ଼ ନେବାକୁ ଯାଉଛି। ଏବେ କଥା ହେବା ତୁଳା ରାଶି ବିଷୟରେ। ଆପଣଙ୍କ ପାଇଁ 2026 ହେଉଛି ସ୍ୱପ୍ନ ପୂରଣର ବର୍ଷ। ବିଳାସ, ବୈଭବ ଆଉ ଆରାମର ବର୍ଷ।
ବହୁତ ଦିନରୁ ଏକ ସୁନ୍ଦର ଘର କିମ୍ବା ଏକ ଦାମୀ ଗାଡ଼ିର ସ୍ୱପ୍ନ ଦେଖୁଥିଲେ କି ତେବେ ଜାଣି ରଖନ୍ତୁ ଏ ବର୍ଷ ସେହି ଇଚ୍ଛା ନିଶ୍ଚୟ ପୂରଣ ହେବ। ବ୍ୟାଙ୍କ ବାଲାନ୍ସ ଏମିତି ବଢ଼ିବ ଯେ ଆପଣ କଳ୍ପନା ବି କରିନଥିବେ। ଖାସ୍ କରି ମହିଳାମାନଙ୍କ ପାଇଁ ଏହି ବର୍ଷ ବହୁତ ଶୁଭ। ଚାକିରିରେ ପଦୋନ୍ନତି ପକ୍କା। ଆଉ ଏବେ 2026ର ସବୁଠାରୁ ଭାଗ୍ୟଶାଳୀ ଦୁଇଟି ରାଶି ଯଦି ପଚରାଯାଏ 2026ର ସବୁଠାରୁ ଭାଗ୍ୟବାନ ରାଶି କିଏ, ତେବେ ଉତ୍ତର ହେବେ ଧନୁରାଶି। ଦେବଗୁରୁ ବୃହସ୍ପତିଙ୍କ ଅସୀମ କୃପା ରହିବ ଆପଣଙ୍କ ଉପରେ। ଆଉ ଅନ୍ୟପଟେ ଭାଗ୍ୟର ବାଦଶାହ ହେବେ କୁମ୍ଭ ରାଶିର ବ୍ୟକ୍ତିମାନେ। ସାକ୍ଷାତ ଶନିଦେବଙ୍କ ଆଶୀର୍ବାଦରୁ ଆପଣଙ୍କ ଉପରେ ଧନର ବର୍ଷା ହେବାକୁ ଯାଉଛି। ଶେଷରେ ଆସିବା ମୀନ ରାଶିକୁ। ଆପଣଙ୍କ ପାଇଁ 2026 ଏକ ଆଧ୍ୟାତ୍ମିକ ଯାତ୍ରା ପରି ହେବ। ନିଜକୁ ଚିହ୍ନିବାର, ନିଜ ଭିତରକୁ ଦେଖିବାର ବର୍ଷ। ବିଦେଶ ଯାତ୍ରା କିମ୍ବା ସେଠାରେ ସ୍ଥାୟୀ ଭାବେ ବସବାସ କରିବାର ସୁଯୋଗ ମଧ୍ୟ ଆସିପାରେ। କଳା, ସାହିତ୍ୟ, ସଙ୍ଗୀତ କ୍ଷେତ୍ରରେ ଥିବା ଲୋକଙ୍କୁ ବହୁତ ଯଶ ଆଉ ପ୍ରଶଂସା ମିଳିବ। ହଁ, ମନରେ ଟିକେ ଏକାକୀପଣା ଆସିପାରେ, କିନ୍ତୁ ଧ୍ୟାନ ଆଉ ଯୋଗ ଆପଣଙ୍କ ପାଇଁ ରାମବାଣ ଭଳି କାମ କରିବ। ଏ ତ ଗଲା ରାଶିଫଳ କଥା, କିନ୍ତୁ ଗୋଟିଏ କଥା ସବୁବେଳେ ମନେ ରଖିବା ଦରକାର। ଶାସ୍ତ୍ର କୁହେ କର୍ମ ହିଁ ଭାଗ୍ୟକୁ ବଦଳାଇପାରେ। ଆପଣଙ୍କର ରାଶି ଯାହା ବି ହେଉନା କାହିଁକି ନିଜ ଭାଗ୍ୟକୁ ଆହୁରି ମଜବୁତ କରିବା ପାଇଁ ମୁଁ ଏବେ 3ଟି ମହା ଉପାୟ କହିବି। ଏହା ଆପଣଙ୍କୁ ଆଗାମୀ ବିପଦରୁ ରକ୍ଷା କରିବ। ତେବେ ସେହି 3ଟି ମହା ଉପାୟ ହେଲା, ପ୍ରଥମତଃ ସମୟର ପୂଜା, ଦ୍ୱିତୀୟରେ ଅନ୍ନଦାନ ଆଉ ତୃତୀୟରେ ମହାମନ୍ତ୍ରର ଜପ। ବିଶ୍ୱାସ କରନ୍ତୁ, ଏହି 3ଟି କାମ ଆପଣଙ୍କ ଚାରିପଟେ ଏକ ଅଭେଦ୍ୟ ସୁରକ୍ଷା କବଚ ତିଆରି କରିଦେବ। ପ୍ରଥମ ଉପାୟ, ସମୟର ପୂଜା। ଏହାର ଅର୍ଥ ହେଉଛି ସମୟର ମୂଲ୍ୟ ବୁଝିବା। 2026ରେ ଶନିଦେବ ହେଉଛନ୍ତି ନ୍ୟାୟର ଦେବତା, ଆଉ ସେ ସମୟର ପ୍ରତୀକ। ତେଣୁ ପ୍ରତି ଶନିବାର ସନ୍ଧ୍ୟାରେ ନିଜ ଘରର ମୁଖ୍ୟ ଦ୍ୱାର ପାଖରେ ଏକ ସୋରିଷ ତେଲର ଦୀପ ନିଶ୍ଚୟ ଜାଳନ୍ତୁ। ଏହା ଦୁର୍ଭାଗ୍ୟକୁ ଆପଣଙ୍କ ଘର ଭିତରକୁ ପଶିବାକୁ ଦେବ ନାହିଁ। ଦ୍ୱିତୀୟ ମହା ଉପାୟ ହେଉଛି ଅନ୍ନଦାନ। ଆମ ଶାସ୍ତ୍ରରେ ଅନ୍ନଦାନକୁ ମହାଦାନ କୁହାଯାଇଛି। ନିଜ ସାମର୍ଥ୍ୟ ଅନୁସାରେ କୌଣସି ଗରିବ, ଭୋକିଲା ମଣିଷ ହେଉ କି ପଶୁପକ୍ଷୀ, ତାଙ୍କୁ ଖାଇବାକୁ ଦିଅନ୍ତୁ। ମନେ ରଖନ୍ତୁ, ଯିଏ ଅନ୍ୟର ପେଟ ପୂରା କରେ, ସ୍ୱୟଂ ଭଗବାନ ତାର ଭଣ୍ଡାର କେବେ ବି ଖାଲି କରନ୍ତି ନାହିଁ। ଆଉ ତୃତୀୟ, ସବୁଠାରୁ ଶକ୍ତିଶାଳୀ ଉପାୟ, ମହାମନ୍ତ୍ର। ଏହି ବର୍ଷ ପାଇଁ ସବୁଠାରୁ ବଡ଼ ସୁରକ୍ଷା କବଚ ହେଉଛି ମହାଦେବଙ୍କର ମହାମୃତ୍ୟୁଞ୍ଜୟ ମନ୍ତ୍ର। ପ୍ରତିଦିନ ସକାଳେ ସ୍ନାନ ପରେ ଏହି ମନ୍ତ୍ରକୁ ମାତ୍ର 11 ଥର ଜପ କରନ୍ତୁ। ଦେଖିବେ, ସବୁ ପ୍ରକାରର ବିପଦ, ରୋଗ ଆଉ ଭୟ ଆପଣଙ୍କଠାରୁ ଦୂରେଇ ରହିବ। ଦେଖନ୍ତୁ, 2026 ଅନେକ ସମ୍ଭାବନା ନେଇକି ଆସୁଛି। ତେଣୁ ଡରିବାର କୌଣସି କାରଣ ନାହିଁ। ବାସ୍ ନିଜ କର୍ମ ଉପରେ ଧ୍ୟାନ ଦିଅନ୍ତୁ। କାରଣ ମନେ ରଖନ୍ତୁ, ଯାହାର କର୍ମ ଠିକ୍ ଥାଏ, ଭାଗ୍ୟ ସବୁବେଳେ ତାର ଦାସ ହୋଇ ରହେ। ଶେଷରେ ଗୋଟିଏ କଥା କହିବି, ଜ୍ୟୋତିଷଶାସ୍ତ୍ର ଏକ ମାନଚିତ୍ର ଭଳି। ଏହା କେବଳ ଆପଣଙ୍କୁ ରାସ୍ତା ଦେଖାଇପାରେ, କିନ୍ତୁ ସେହି ରାସ୍ତାରେ ଚାଲିବାକୁ ପଡ଼ିବ ଆପଣଙ୍କୁ। କାରଣ ଆପଣଙ୍କର କର୍ମ ହିଁ ଆପଣଙ୍କର ପ୍ରକୃତ ଭାଗ୍ୟ ଲେଖିବ। ତେଣୁ ନିଜ କର୍ମ ଉପରେ ଭରସା ରଖନ୍ତୁ, ଆଉ ସେହି ପରମ ପିତା ପରମାତ୍ମାଙ୍କ ଉପରେ ବିଶ୍ୱାସ ରଖନ୍ତୁ। ଦେଖିବେ, ଆସୁଥିବା ବର୍ଷ ଆପଣଙ୍କ ଜୀବନର ସବୁଠାରୁ ସୁନ୍ଦର ଆଉ ସ୍ମରଣୀୟ ବର୍ଷଟି ହେବ। ମହାପ୍ରଭୁ ଜଗନ୍ନାଥ ସମସ୍ତଙ୍କର ମଙ୍ଗଳ କରନ୍ତୁ। ତେବେ ଆସନ୍ତୁ, ନିଜ କର୍ମରେ ନିଜ ଭାଗ୍ୟ ଲେଖିବା ପାଇଁ ପ୍ରସ୍ତୁତ ହୋଇଯିବା। ସ୍ୱାଗତମ୍ 2026।